ହସ୍ତରେଖା ଯୋଉ ଆପଣ କେମିତି କଣ କୋଉଠୁ କେମିତି ଆରମ୍ଭ? ହାତରେଖା ଦେଖିବାକୁ ହେଲେ ଆମେ ପ୍ରଥମେ ଆମର ବୁଢ଼ା ଆଙ୍ଗୁଠି ଠାରୁ ଆରମ୍ଭ କରୁ। କାରଣ ବୁଢ଼ା ଆଙ୍ଗୁଠି ହେଉଛି ଆମର ଆତ୍ମାର ଫିଜିକାଲ ସ୍ୱରୂପ, ବାହ୍ୟ ରୂପ। ଆମର ଅଙ୍ଗୁଷ୍ଠ ଥମ୍ବ ସେଣ୍ଟର ବୋଲି ବିଜ୍ଞାନ ଭାଷାରେ, ଡାକ୍ତରୀ ବିଜ୍ଞାନ ଭାଷାରେ ଆମର ମସ୍ତିଷ୍କ ଭିତରେ ଗୋଟେ ସ୍ଥାନ ଅଛି, ତାକୁ ଆମେ ଥମ୍ବ ସେଣ୍ଟର କରୁ। ଆମ ଆଙ୍ଗୁଠି ଯାହା ସେଠି ବି ସେଇ ରୂପ ରହିଛି ତାର। ଏଇଗୁଲା 2 3 ଆମ ହୃଦୟ ଭିତରେ ଗୋଟେ ତାର ସୂକ୍ଷ୍ମ ରୂପ ରହିଛି। ତେଣୁ 3ଟା ଜାଗାରେ, ଯେମିତି ଚୁଲି ଝିଙ୍କା 3ଟା ଜାଗାରେ ଅଛନ୍ତି, 3 ଦେବତା ମୁଖ୍ୟ, ସେମିତି 3 ସ୍ଥାନ ଆମର ଅଙ୍ଗୁଷ୍ଠ। ଆମେ ସବୁବେଳେ ଦେବତାଙ୍କୁ ସ୍ଥୂଳ ରୂପରେ ଦେଖିବାକୁ ଚାହୁଁ, ଆମେ ଆତ୍ମାକୁ ବି ଏଠି ସ୍ଥୂଳ ରୂପରେ ଦେଖୁଛୁ। ଏଟା ଗୋଟେ ବଡ଼ ଜିନିଷଟା ଆମ ପାମିଷ୍ଟ୍ରି ୱାର୍ଲଡରେ, ଏଟା ସମସ୍ତେ ଜାଣିନାହାନ୍ତି। ଆମେ ତେଣୁ ଅଙ୍ଗୁଷ୍ଠରୁ ଆରମ୍ଭ କରିଥାଉ। ଏଥିରୁ ପ୍ରଥମେ ଆମେ ତାଙ୍କର ଆତ୍ମା ପର୍ଯ୍ୟନ୍ତ ଆମେ ପହଞ୍ଚି ଯାଉ, ମନୋରାଜ୍ୟ ପର୍ଯ୍ୟନ୍ତ ପହଞ୍ଚି ଯାଉ, ଫିଜିକାଲ ରାଜ୍ୟ ସହିତ ପହଞ୍ଚି ଯାଉ। ତେଣୁ 3ଟା ଯାକୁ ମିଶେଇକିରି ଆମେ ଆରମ୍ଭ କରୁ। ତେଣୁ ସେ ବିଷୟରେ ତାଙ୍କର ଆତ୍ମାଟାକୁ ଜାଣି ସାରିଲା ପରେ ତାଙ୍କର ଭାବରାଜ୍ୟ, ମନୋରାଜ୍ୟ, ଏଇଟା ମୁଁ ଷ୍ଟଡି କରି ନିଏ। ତାପରେ ମୁଁ ଚାହେଁ ତାଙ୍କର ବର୍ତ୍ତମାନ ଅବସ୍ଥାଟା କ'ଣ, ବର୍ତ୍ତମାନ ଯୋଉ ଅବସ୍ଥାଟା ସେ ଗତି କରୁଛନ୍ତି, ତେଣୁ ସେଥିରେ ଆମେ କ'ଣ କ'ଣ ରୋଗ ଆସୁଛି ସେଟା ଆମେ ଦେଖୁ। ଆମ ହାତରେ ସବୁ ଦେବତାମାନେ ଅଛନ୍ତି, ସବୁ ଧାମ ଅଛନ୍ତି, ସବୁ ଗ୍ରହମାନେ ଅଛନ୍ତି ଏବଂ ସବୁ ନକ୍ଷତ୍ରମାନେ ବି ଅଛନ୍ତି। ଏଥିରେ ଆମର 4ଟା ଧାମ ଅଛି। ବ୍ରହ୍ମକ୍ଷେତ୍ର, ଯୋଉଟା କି ଆଙ୍ଗୁଠି ତଳେ ରହିଛି, ତାକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ସେଠି 3 ଜଣ ଦେବତା ଅଛନ୍ତି। ପିତୃକ୍ଷେତ୍ର ଅଛି, ବୁଢ଼ା ଆଙ୍ଗୁଠି ଆଉ ବିଶି ଆଙ୍ଗୁଳି, ଏ ମଝିରେ ଯୋଉ ଖାଲୁଆ ଜାଣିଛ, ଏଇ ଜାଗାଟା ପିତୃକ୍ଷେତ୍ର। ତେଣୁ ପିତୃକ୍ଷେତ୍ରଟା ହଉଛି ଆମର ପିତୃମାନଙ୍କୁ ଯୋଉ ପିଣ୍ଡ ଦିଆଯାଏ, ଏଇପଟେ ଦିଆଯାଏ, ସେଇଟା ଗୋଟେ ଅକ୍ଷୟ ତୀର୍ଥ। ତାପରେ ହସ୍ତର ଅଗ୍ରଭାଗ, ସେଗୁଡାକ ହଉଛି ଦେବତୀର୍ଥ। ଆମେ ଯୋଉମାନଙ୍କୁ ଦାନ ଦଉ, ଦକ୍ଷିଣା ଦଉ ବା ଭିକାରୀ ମାନଙ୍କୁ ଭିକ ଦଉ, ସେଟା ଏଇ ଅଗ୍ରଭାଗରେ ହିଁ ଦିଆଯାଏ। ଇଏ ଗଲା ଦେବତା କ୍ଷେତ୍ର, ଦେବ କ୍ଷେତ୍ର। ତାପରେ ଋଷି କ୍ଷେତ୍ର ଅଛି ଏଠି ତଳକୁ ସାଇଡରେ ଏଠି। ତେଣୁ 4 ତୀର୍ଥ ରହିଲେ, ମଝିରେ ହେଲେ ସୌନକ ତୀର୍ଥ, ଯୋଉଟା ଋଷିମାନେ ବ୍ୟବହାର କରନ୍ତି ତାଙ୍କ ପିତୃମାନଙ୍କୁ ଜଳଦାନ କରିବା ପାଇଁ। ତେଣୁ ଏଥିରେ ସବୁ ତୀର୍ଥ, ସବୁ ଗ୍ରହ, ସବୁ ଦେବତା ସମସ୍ତେ ବିରାଜିତ। এইটা আমার ভারতের ট্রাডিশনাল জিনিস। ବୁଢ଼ାଆଙ୍ଗୁଠି ଆମର ଆତ୍ମାର ସ୍ୱରୂପ, ଫିଜିକାଲ ପୋଜିସନଟା ହଉଛି ବୁଢ଼ା ଆଙ୍ଗୁଠିଟା। ଏଇଟା ମୁଁ ଗ୍ରହଣ କରିସାରିଛି ମୋ ବିଚାରରେ, ସବୁ କିଛି। କାରଣ ଏଠି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର 3 ଦେବତା ୟା ମୂଳରେ ରହିଛନ୍ତି। ତାପରେ ଆମ ଅନ୍ୟ ଆଙ୍ଗୁଳି ଗୁଡାକୁ ଯାଉଛୁ, ସେଗୁଡାକ ଆମ ଆଣ୍ଟିନା ସ୍ୱରୂପ। ମହାଶୂନ୍ୟରୁ ଯୋଉ ଶକ୍ତି ଆସୁଛି, ଆମ ଏଇ ଆଙ୍ଗୁଳି ମାନଙ୍କ ଦେଇକିରି ଆମ ଶରୀରରେ ପ୍ରବେଶ କରୁଛି। ସେ ବିଷ୍ଣୁ ଭଗବାନଙ୍କର ଯୋଉ ଶକ୍ତିଟା, ବିଷ୍ଣୁ ତ ଶୋଇଛନ୍ତି, ତାଙ୍କ ହାତରେ ଚକ୍ର ବୁଲୁଛି, ସେ ଚକ୍ରରୁ ଶକ୍ତି ନିର୍ଗତ ହଉଛି। ସେ ଶକ୍ତିଟା ମହାଶୂନ୍ୟକୁ ଆସୁଛି, ମହାଶୂନ୍ୟରୁ ଆମ ଶରୀରକୁ ଆସୁଛି। ତେଣୁ ଆମ ଶରୀର ଯୋଉ ପରିଚାଳନା ହଉଛି, ଇଏ ଗୋଟେ ବଡ଼ କମ୍ପ୍ଲିକେଟେଡ ଜିନିଷ। ତେଣୁ ତାକୁ ଆମେ ଅତି ସାବଧାନତାର ସହିତ ଡିଲ୍ କରୁଥାଉ। ଆମର ହସ୍ତରେଖା ମୁଖ୍ୟତଃ 3ଟା ମୂଳ ହସ୍ତରେଖା। ସେଇଠି ହଉଛି ଲାଇଫ ଲାଇନ ବା ପିତୃରେଖା। ଟ୍ରାଡିସନାଲି ପିତୃରେଖା, ଆମେ ଆଜିକାଲି ମଡର୍ଣ୍ଣରେ ଆମେ ଦେଖୁଛୁ ଲାଇଫ ଲାଇନ। ଆଉ ଗୋଟେ ହଉଛି ମାତୃରେଖା, ସେଇଟା ହେଲା ବ୍ରେନ ଲାଇନ, ନର୍ଭାଲ ସିଷ୍ଟମଟା ଡିଲ୍ କରୁଛି। ଆଉ ଗୋଟେ ହচ্ছে ହୃଦୟ ରେଖା, ସେଇଟା ହଉଛି ଆମ ନିଜର ଜୀବନ। ଆମର ସେଥିପାଇଁ ସଂସ୍କୃତରେ କୁହାଯାଇଛି ଗୋଟେ ଶ୍ଲୋକରେ, ପିତୃରେଖା ଭବେତ୍ ଗଙ୍ଗା ମାତୃରେଖା ସରସ୍ୱତୀ ଆଉ ରେଖା ତ ଯମୁନା ତ୍ରିବିଧା ମୁକ୍ତିଦାୟିନୀ। ତେଣୁ 3ଟା ହେଲା ମୁଖ୍ୟ ରେଖା, ତାକୁ ଆଗ ଦେଖିବୁ। ପିତୃରେଖା ହଉଛି ଆମର ଲାଇଫ, ଆମର ଜୀବନ ପିତୃଙ୍କ ଠାରୁ ଆସିଛି। ତେଣୁ ସେ ରେଖାରୁ ଆମେ ପିତୃଙ୍କ ସମ୍ପର୍କରେ ଏବଂ ଆମ ନିଜ ଜୀବନ ସମ୍ପର୍କରେ, ଜନ୍ମ, ମୃତ୍ୟୁ, ଅନ୍ୟାନ୍ୟ ରୋଗ ଭୋଗ ସବୁ ପିତୃରେଖାରୁ ଆମେ ଦେଖିଥାଉ। ମାତୃରେଖା ଆମର ବ୍ରେନ ଲାଇନ, ପାଠ କେମିତି ହବ, ବ୍ରେନ ଶକ୍ତିଟା କେମିତି ପରିଚାଳିତ ହବ, ମାତୃରେଖା। ଆଉ ରେଖା ଆମେ ନିଜେ, ଯେଟା ହୃଦୟ ରେଖା, ତାକୁ ଆମେ କହିଥାଉ ମଡର୍ଣ୍ଣ ସାଇନ୍ସରେ। ଭଗବାନ ବିଷ୍ଣୁଙ୍କ ଠାରୁ
जो पावरटा आसूची तांकर चक्र एमिट करुची महाशून्य को से चक्र समस्त को परिचालना करुची सी आम पाखु आसूची आम टीवी आंटीना भाया जमी अच्छे आम अंगुल से आंटीना भाया आम शरीर जो जंत्र ता भर को पठाऊँ सब शक्ति गुड़ा नहीं केबे जानि नथिली एठी आसिकी जानिली जानला पर से प्रथम इंटरेस्टिंगली आग बापा को डाकिली ठीक अछि बापा से डायग्नोसिस ठीक कले माने कोन को डिजीज अछि सेटा से कहि परले आउ किछिटा भी कहि नाहंती सेमिति न जे संपूर्ण कहि देछंती कोन कोन अछि बट जतिकी भी कहिसंती से सब ठीक हला तापर सेटु पुओ को देखैली पुअर भी ठीक कहले तापर झियो को देखैली तापर मु प्रथम आगे मेडिसिन पे नेबी फर्स्ट टाइम तो 90 डेज रो तांकर कोर्स रहंतु 90 डेज परे मु निहाती फोनी भेटिबी बुझबे तो सेतबेले कोन मोर डेवलपमेंट हेइची आज्ञा किंतु एटा स्पिरिचुअली हिसाब रे ठीक अछि हाँ बर्तन विश्वास करूची कारण से तो खाली मोर आंगुठी देखि सब कहि सेली मोर जो डायबिटीज पार्टटा जोटा सेटा से आंगुठी देखि कहिसेंती आ बाकी तापर तो चालीची मझरे जो इंटरव्यू चलची सेतबे बंद अछि से देख साला पर आ कहिबे हाँ एटा निहाती आवश्यकता अछि कहना वर्तमान कौन ना जिते आमर मेडिकल साइंस जिते भी डेवलप करूची डिजीज सेते बढ़ुची ड्यू टू लाइफस्टाइल तो तापाई ये जो वैद्य पद्धति हला कि हस्तरेखा पद्धति हला जो स्पिरिचुअल पाथ एटा बहुत बढ़िया चिकित्सा पद्धति ओडिशा माटी पई आवश्यकता रहिछि कि जदि रहिछि केमिति भाबरे यार संरक्षण ये चिकित्सा पद्धति केवल ओडिशा माटी पे नुहे समग्र केवल भारत में ही नहीं समग्र जगत में तेणु ये जिनटा समस्ते ग्रहण करने दरकार विश्वास करने दरकार अनेक ये विश्वास कर जेहेतु मो सहित से कंटाक्ट ठीक है अनेक युक्तिवादी भी अच्छा से बहुत युक्ति कर से युक्ति मत बड़ा असुविधा मत से युक्ति पकाउची वर्तमान रोगर प्रथम कथा है आगे रोगर प्रथम आम चिकित्सार प्रथम पद्धति हूँ आग रोगर मूल कारण जाना कहीं रोगटा सृष्टि है भल केमती हम फ्यूचर केते तार रही सब अतीत वर्तमान भविष्य सबुड़ाक मुझे देखी थाए से आम संस्कृत श्लोक कहुई रोग माध्यम परित्यक्षतः तदनंतर औषधम ए जो हस्तरेखा कथा जितेबाला चिकित्सा करा जाउछि आ एभली चिकित्सा पद्धति संपूर्ण रूप से भारत वर्ष आवश्यकता रही भुवनेश्वर राजा रिपोर्ट के न्यूज ओडिशा।